ଯେତେବେଳେ ବାପା ମା ବୟସ୍କ ବା ବୃଦ୍ଧାବସ୍ଥାକୁ ଆସି ଯାଆନ୍ତି ନା ସେତେବେଳେ ପିଲାମାନଙ୍କ ରୋଜଗାର ଘରେ ଚାଲିଥାଏ ଆଉ ବାପା ମା ମାନେ ସେଇ ପଇସାରେ ଚଳିଥାନ୍ତି। ପିଲାମାନଙ୍କର ବହୁତ ଗୁଡ଼ାକ ଭୁଲ ବି ଦେଖୁଥାନ୍ତି ବାପା ମା, କିନ୍ତୁ ତଥାପି ମୁହଁ ଖୋଲି କିଛି କୁହନ୍ତି ନାହିଁ। କାହିଁକି ଜାଣିଛନ୍ତି? ଯେ ଭାବନ୍ତି ଯେ ସତ କଥାଟା କହିଦେଲେ ମୋ ପିଲାମାନଙ୍କୁ କିଛି କଷ୍ଟ ଲାଗିବ, ରାଗ ଲାଗିବ, ଆଉ ସେ ଆମକୁ ଏ ବୃଦ୍ଧାବସ୍ଥାରେ ଖାଇବାକୁ ନଦେଲେ ଆମେ କ'ଣ କରିବୁ? ସେହି ଭୟରେ ଡରି ଡରି ସେମାନେ କିଛି କୁହନ୍ତି ନାହିଁ, ଚୁପଚାପ ରହିଯାଆନ୍ତି। ଶେଷ ମୁହୂର୍ତ୍ତରେ ବାପା ମାଙ୍କୁ ବହୁତ କଷ୍ଟ ଦେଇଥାଏ। କିନ୍ତୁ ସେହି ପିଲାମାନଙ୍କୁ ମଣିଷ କରିବା ପାଇଁ ନା ଦିନ ରାତି ଏକ କରିଦେଇଥାନ୍ତି। କେତେ ଦୁଃଖ କଷ୍ଟ ସହି ଲୋନ୍ ଦେନ୍ ଧାର କରି କେତେ ଥର ଉପବାସ ରହିବି ସେହି ପିଲାମାନଙ୍କୁ ମଣିଷ କରିଛନ୍ତି। କିନ୍ତୁ ଆଜି ଜୀବନର ଶେଷ ପର୍ଯ୍ୟାୟରେ ବି ସୁଦ୍ଧା ନିଜ ପରିବାର ଭିତରେ ଡରି ଡରି ଚଳିବାକୁ ପଡୁଛି।